ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 133 ପର୍ବଠାରୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବରେ ତୀର୍ଥଯାତ୍ରୀ ବିଶ୍ୱାସୀମାନଙ୍କ ଗହଣରେ ଆନନ୍ଦ କରିବାର ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ପାରିବା। ସେ କେବଳ ନିଜର ସ୍ତ୍ରୀ ଓ ପିଲାମାନଙ୍କୁ ଧରି ଆସିବ ନାହିଁ, ମାତ୍ର ତାହାର ବନ୍ଧୁମାନଙ୍କ ସହିତ ମଧ୍ୟ ମିଳିତ ହେବ। ସେମାନେ ଏକ ଚମତ୍କାର ସହଭାଗିତା ଲାଭ କରିବେ। ଆପଣ ଦେଖନ୍ତୁ, ଏହି ଯିହୁଦୀମାନେ ପୃଥିବୀର ବିଭିନ୍ନ ସ୍ଥାନରୁ ଆସି ଜେରୁସାଲେମରେ ଏକତ୍ରିତ ହେବାକୁ ଯାଉଅଛନ୍ତି, ଯେଉଁମାନେ କି ଅବିଶ୍ୱାସୀମାନଙ୍କ ମଧ୍ୟରେ ତାଡ଼ନା ଭୋଗ କରି ଆସୁଥିଲେ। ମାତ୍ର ସେଦିନ ଏହା ସେମାନଙ୍କ ନିମନ୍ତେ କେତେ ଆନନ୍ଦର ବିଷୟ ହେବ, ଯେତେବେଳେ କି ସେମାନେ ନିଜ ଲୋକମାନଙ୍କ ସହିତରେ ମିଶିବେ, ଯେଉଁମାନେ କି ସେମାନଙ୍କ ସହିତରେ ମିଶି ଈଶ୍ୱରଙ୍କର ଉପାସନା କରିବେ। ତେବେ ଦେଖନ୍ତୁ, ଗୀତ 133 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଦେଖ ଭାଇମାନେ, ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର। ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମ୍ଭମାନଙ୍କୁ ମଧ୍ୟ ସେହିପରି ମିଳନରେ ବାସ କରିବା ନିମନ୍ତେ କୁହାଯାଏ। ଏଫେସୀ 4 ପର୍ବର 3 ପଦରେ ଲେଖା ଅଛି, ଶାନ୍ତି ରୂପ ବନ୍ଧନରେ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ। ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କଠାରେ ଏକ, କାରଣ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀ ରୂପ ଶରୀରର ମସ୍ତକ। ତେଣୁ ଖ୍ରୀଷ୍ଟ ବିଶ୍ୱାସୀମାନେ ମିଳନରେ ଏକତ୍ର ବସବାସ କରିବା ନିତାନ୍ତ ପ୍ରୟୋଜନ। ଏହା କେବଳ ସେଦିନର ସେହି ଇସ୍ରାଏଲୀୟମାନଙ୍କର ସହଭାଗିତାର ବିଷୟକୁ ପ୍ରକାଶ କରେ ନାହିଁ, ମାତ୍ର ଏହା ଆଜି ମଧ୍ୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ସହଭାଗିତାର ଜୀବନକୁ ପ୍ରକାଶ କରେ। ତେବେ ଆଜି କ'ଣ ଆମମାନଙ୍କର ମଧ୍ୟରେ ସେହି ପ୍ରକାର ଏକତା ଅଛି କି? ଆଜି କ'ଣ ଆମମାନେ ଖ୍ରୀଷ୍ଟଙ୍କଠାରେ ଏକ ହୋଇଅଛୁ? ଆଜି ବିଶ୍ୱାସୀ ମଣ୍ଡଳୀମାନଙ୍କରେ ଦଳଭେଦ, ମତଭେଦ, ହିଂସା ଏହି ସମସ୍ତ ରହିଅଛି। କିନ୍ତୁ ଯଦି ଏ ପ୍ରକାର ବିଶ୍ୱାସୀ ମଣ୍ଡଳୀ ଗତି କରେ, ତାହେଲେ ଖ୍ରୀଷ୍ଟ କେବେ ହେଲେ ଗୌରବାନ୍ୱିତ ହୋଇପାରିବେ ନାହିଁ, କି ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କଠାରେ ଏକ ହୋଇପାରିବେ ନାହିଁ। ଏହାପରେ ଗୀତ 133 ପର୍ବର 2 ଓ 3 ପଦରେ ଏହିପରି ଲେଖା ଅଛି, ତାହା ମସ୍ତକରେ ବହୁମୂଲ୍ୟ ତୈଳ ସ୍ୱରୂପ, ଯାହା ଦାଢ଼ିରେ ଅର୍ଥାତ୍ ହାରୋଣଙ୍କର ଦାଢ଼ିରେ ବହି ତାଙ୍କ ବସ୍ତ୍ରାଞ୍ଚଳରେ ପଡ଼ିଲା। ତାହା ହର୍ମୋଣର ଶିଶିର ତୁଲ୍ୟ, ଯାହା ସିଓନର ପର୍ବତଗଣ ଉପରେ କ୍ଷରି ପଡ଼େ, କାରଣ ସଦାପ୍ରଭୁ ସେଠାରେ ଆଶୀର୍ବାଦ, ହଁ ଅନନ୍ତ ଜୀବନ ଆଜ୍ଞା କଲେ। କେତେ ସୁନ୍ଦର ବିଷୟ! ଏହି ବିଷୟ ହାରୋଣ ମହାଯାଜକ ସ୍ୱରୂପେ ଅଭିଷିକ୍ତ ହେବାର ସମୟକୁ ପ୍ରକାଶ କରେ ଓ ଏହା ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମହାଯାଜକୀୟ ପଦକୁ ପ୍ରକାଶ କରେ। ସେ କେବଳ ରାଜା ନୁହନ୍ତି, ମାତ୍ର ସେ ମଧ୍ୟ ଆମମାନଙ୍କର ପ୍ରଧାନ ମହାଯାଜକ। ଗୀତ 45 ପର୍ବର 7 ପଦରେ ତାଙ୍କ ବିଷୟ ନେଇ ଏହିପରି ପ୍ରକାଶ କରାଯାଏ, ତୁମେ ଧର୍ମକୁ ପ୍ରେମ ଓ ଦୁଷ୍ଟତାକୁ ଘୃଣା କରିଅଛ, ଏହେତୁ ପରମେଶ୍ୱର ତୁମ୍ଭର ମିତ୍ରଗଣ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି। ଜିହିଜିକଲ 39 ପର୍ବର 29 ପଦରେ ଲେଖା ଅଛି, ଆଉ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଆଉ ଲୁଚାଇବା ନାହିଁ, କାରଣ ଆମ୍ଭେ ଇସ୍ରାଏଲ ବଂଶ ଉପରେ ନିଜ ଆତ୍ମା ଢାଳିଅଛୁ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଜିହିଜିକଲ ସେହି ଭବିଷ୍ୟତ ଦିନ ପ୍ରତି ଦୃଷ୍ଟି କରି ଏହିପରି କହନ୍ତି ଯେ, ହାରୋଣଙ୍କ ମସ୍ତକରେ ଢଳାଯିବା ବହୁମୂଲ୍ୟ ତୈଳ ପରି ଈଶ୍ୱର ତାହାଙ୍କର ଆତ୍ମା ଢାଳିବେ। ଏହା ମଧ୍ୟ ଜୋଏଲ ଭବିଷ୍ୟତ ବକ୍ତାଙ୍କ ଭାବବାଣୀ ଅନୁଯାୟୀ ସେହି ଆଗାମୀ ଦିନରେ ଇସ୍ରାଏଲ ଉପରେ ଈଶ୍ୱର ତାହାଙ୍କର ଆତ୍ମା ବୃଷ୍ଟି କରାଇବାର ବିଷୟକୁ ପ୍ରକାଶ କରେ, ଯାହାକି ସେହି ପେଣ୍ଟିକଷ୍ଟ ଦିନରେ ସଫଳ ହୋଇନଥିଲା। କିନ୍ତୁ ସେ ଯାହା ହେଉନା କାହିଁକି, ବର୍ତ୍ତମାନ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ପବିତ୍ର ଆତ୍ମାରେ ବାପ୍ତିଜିତ ହୁଅନ୍ତି, ଯାହାକି ସେମାନଙ୍କୁ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ସହିତ ସଂଯୁକ୍ତ କରାଏ ଓ ଖ୍ରୀଷ୍ଟ ଆମମାନଙ୍କର ପ୍ରଧାନ ମହାଯାଜକ। ଯେହେତୁ ଏହା ସତ୍ୟ, ତେଣୁକରି ଖ୍ରୀଷ୍ଟ ବିଶ୍ୱାସୀମାନେ ଏକତା ରକ୍ଷା କରିବା ଉଚିତ, ଯାହାକି ପବିତ୍ର ଆତ୍ମା ସ୍ଥାପନ କରିଅଛନ୍ତି। ବାସ୍ତବରେ ମିଳନରେ ଏକତ୍ର ବାସ କରିବା ଅତ୍ୟନ୍ତ ମନୋହର। ଯେଉଁ ପରିବାର ବା ଯେଉଁ ମଣ୍ଡଳୀ ମିଳନରେ ଏକତ୍ର ବାସ କରନ୍ତି, ସେହି ପରିବାର ବା ସେହି ମଣ୍ଡଳୀ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ କରନ୍ତି। ଏହାପରେ ଗୀତ 134 ପର୍ବ ମଧ୍ୟକୁ ଯିବା। ଏହା ତୀର୍ଥଯାତ୍ରୀଙ୍କର ପ୍ରଶଂସାର ଶେଷ ଗୀତ। ଏହି ଗୀତରେ ତୀର୍ଥଯାତ୍ରୀ ମନ୍ଦିର ମଧ୍ୟରେ ଛିଡ଼ା ହୋଇ ଅଗଣିତ ଜନତାଙ୍କ ସହିତ ସେହି ପ୍ରଶଂସାର ସ୍ୱର ଉତ୍ତୋଳନ କରେ ଓ ଈଶ୍ୱରଙ୍କ ଆଶୀର୍ବାଦକୁ କାମନା କରେ। ଏହା ଏକ ଉପାସନାର ଗୀତ। ତେବେ ଦେଖନ୍ତୁ, ଗୀତ 134 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି,
ଦେଖ, ହେ ସଦାପ୍ରଭୁଙ୍କ ଦାସ ସକଳ, ରାତ୍ରି କାଳରେ ସଦାପ୍ରଭୁଙ୍କ ଗୃହରେ ଠିଆ ହୋଇଥାଅ ଯେ ତୁମେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର। ତୁମେମାନେ ଧର୍ମ ଆଡ଼େ ଆପଣା ଆପଣା ହସ୍ତ ଉଠାଅ ଓ ସଦାପ୍ରଭୁଙ୍କର ଧନ୍ୟବାଦ କର। ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁ ସିଓନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ବାସ୍ତବରେ ଏହା ଭବିଷ୍ୟତରେ ଇସ୍ରାଏଲ୍ ପ୍ରତି ବର୍ତ୍ତିବାକୁ ଯାଉଅଛି। ଏଠାରେ ମୁଁ ପୁନର୍ବାର ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଏହି ତୀର୍ଥଯାତ୍ରୀ ଏକ ସ୍ଥାନରୁ ଆସିଅଛନ୍ତି ଯେଉଁଠାରେ ସେ ସନ୍ଦେହ ଘେରରେ ରହିଥିଲେ। ଲୋକମାନେ ତାହାଙ୍କୁ ସମାଲୋଚନା କଲେ, ତାହାଙ୍କର ଅପବାଦ କଲେ ଓ ତାହାଙ୍କ ବିଷୟରେ ମିଥ୍ୟା କହିଲେ। ତାହାଙ୍କର ପ୍ରତିବାସୀମାନେ ଉତ୍ତମ ନଥିଲେ। କିନ୍ତୁ ବର୍ତ୍ତମାନ ସେ ଜେରୁସାଲେମରେ ପହଞ୍ଚିଅଛନ୍ତି। ସେ ପବିତ୍ର ସ୍ଥାନରେ ଠିଆ ହୋଇଅଛନ୍ତି ଓ ତାହାଙ୍କର ହସ୍ତ ଉତ୍ତୋଳନ କରି ପ୍ରଭୁଙ୍କର ଧନ୍ୟବାଦ କରୁଅଛନ୍ତି। ଏଠାରେ ତୀର୍ଥଯାତ୍ରୀ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛନ୍ତି ଓ ତହିଁର ପ୍ରତିବଦଳରେ ନିଜର ଜୀବନ ପ୍ରତି ଈଶ୍ୱରଙ୍କର ଆଶୀର୍ବାଦକୁ ଅପେକ୍ଷା କରନ୍ତି। ଏହା ହେଉଛି ଏକ ମହାନ ଉପାସନାର ଗୀତ ଓ ଏହି ଗୀତ ଆମମାନଙ୍କର ଉପାସନାରେ ସ୍ଥାନ ପାଇବା ଉଚିତ। ଏଠାରେ ମୁଁ ଏକ ମତାମତ ଉପସ୍ଥାପିତ କରିବାକୁ ଚାହେଁ। ଅନେକ ସମୟରେ ଆମମାନଙ୍କର ଉପାସନା ଏକ ଧାରାବାହିକ ଉପାସନାରେ ପରିଣତ ହୋଇଯାଏ। ଆମମାନଙ୍କର ଧନ୍ୟବାଦ ବା ପ୍ରଶଂସାରେ କୌଣସି ଆନ୍ତରିକତା ନଥାଏ। ଆମେ ନିଜର ସାକ୍ଷ୍ୟକୁ ବା ନିଜକୁ ପ୍ରଭୁଙ୍କ ନିମନ୍ତେ ପ୍ରକାଶିତ କରିବାରେ ସ୍ୱାଧୀନତା ପାଇପାରିନଥାଉ। ଆମମାନଙ୍କର ଉପାସନା ଏକ ନିର୍ଦ୍ଦିଷ୍ଟ ପଦ୍ଧତି ମଧ୍ୟରେ ସୀମିତ ରହିଯାଇଥାଏ। ଆମେମାନେ ସ୍ୱାଧୀନତାର ସହିତ ଈଶ୍ୱରଙ୍କର ଉପାସନା କରିପାରିନଥାଉ କିମ୍ବା କାହାକୁ ମଧ୍ୟ ସ୍ୱାଧୀନତା ଦେଇନଥାଉ। ଆଉ ତାହା ହିଁ ହେଉଛି ବଡ଼ ଦୁଃଖର ବିଷୟ। ତେଣୁ ଆସୁ ଈଶ୍ୱରଙ୍କ ଉପାସନାକୁ ଏକ ଧାରାବାହିକ ବା ଏକ ନିର୍ଦ୍ଦିଷ୍ଟ ପଦ୍ଧତି ମଧ୍ୟରେ ସୀମିତ ନ ରଖି ଆମମାନଙ୍କ ହୃଦୟ ସହିତ ତାହାଙ୍କର ପ୍ରଶଂସା ତଥା ଉପାସନା କରୁ। ଆସନ୍ତୁ ଏହାପରେ ଆମେ 135 ପର୍ବ ମଧ୍ୟକୁ ଯିବା। ଏହା ମଧ୍ୟ ଏକ ପ୍ରଶଂସାର ଗୀତ। ଏହି ଗୀତ ପ୍ରଶଂସାରେ ଆରମ୍ଭ ହୋଇ ପ୍ରଶଂସାରେ ହିଁ ସମାପ୍ତ ହୁଏ। ଏହି ଗୀତରେ ଇସ୍ରାଏଲ୍ ଅତୀତରେ ଈଶ୍ୱରଙ୍କର ଉଦ୍ଧାରର କାର୍ଯ୍ୟକୁ ସ୍ମରଣ କରି ଈଶ୍ୱରଙ୍କର ପ୍ରଶଂସା କରେ। ତେବେ ଗୀତ 135 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ତୁମେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କର। ହେ ସଦାପ୍ରଭୁଙ୍କ ଦାସମାନେ ତାହାଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ଗୃହରେ ଆମମାନଙ୍କ ପରମେଶ୍ୱରଙ୍କ ଗୃହ ପ୍ରାଙ୍ଗଣରେ ଠିଆ ହୋଇଥାଅ ଯେ ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। କାରଣ ସଦାପ୍ରଭୁ ମଙ୍ଗଳମୟ। ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, କାରଣ ତାହା ମନୋହର। ଈଶ୍ୱର ଯେ ମଙ୍ଗଳମୟ, ଏହା କ'ଣ ଆମେ ସ୍ୱୀକାର କରୁ କି? ଅନେକ ସମୟରେ ଆମମାନେ ଈଶ୍ୱରଙ୍କର ସମସ୍ତ ମଙ୍ଗଳଦାନକୁ ପାଇଲେ ମଧ୍ୟ ଆମମାନେ ତାହାଙ୍କୁ ଧନ୍ୟବାଦ ଦେଇପାରିନଥାଉ। ଈଶ୍ୱର ଯେ ମୋ ଜୀବନରେ ଏତେ ମଙ୍ଗଳ ପ୍ରଦାନ କରିଅଛନ୍ତି, ତାହା ଆମେ ଅନ୍ୟ ନିକଟରେ ପ୍ରକାଶ କରିନଥାଉ। କିନ୍ତୁ ତହିଁ ପରିବର୍ତ୍ତେ ଆମେ କହିଥାଉ, ମୁଁ ଏମିତି କରିଦେଲି, ମୁଁ ସେପରି କରିଦେଲି, ମୋ ଦ୍ୱାରା ଏପରି ହେଲା। କିନ୍ତୁ ଏହି ସମସ୍ତ ମଧ୍ୟରେ ଈଶ୍ୱରଙ୍କର ମଙ୍ଗଳଦାନ ହିଁ ଆମମାନଙ୍କୁ ସକ୍ଷମ କରାଇଥାଏ। ଈଶ୍ୱରଙ୍କର ମଙ୍ଗଳଦାନ ଆମମାନଙ୍କ ଜୀବନ ପାଇଁ ଅତି ପ୍ରଚୁର, ଯାହାର ପ୍ରତିଦାନରେ ଆମେ ତାହାଙ୍କୁ କିଛି ଦେଇପାରିବା ନାହିଁ କି ଦେଇ ମଧ୍ୟ ପାରିବୁ ନାହିଁ। ଗୀତ 135 ପର୍ବର 6 ଓ 7 ପଦରେ ଏହିପରି ଲେଖା ଅଛି, ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କଲେ ତାହା କରିଅଛନ୍ତି। ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉଠାନ୍ତି, ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି। ସେ ଆପଣା ଭଣ୍ଡାର ସମୂହରୁ ବାୟୁ ବାହାର କରି ଆଣନ୍ତି। ଦେଖୁଛନ୍ତି ଈଶ୍ୱରଙ୍କର ମହାନ କାର୍ଯ୍ୟ। ଈଶ୍ୱର କ'ଣ ନ କରିପାରନ୍ତି? ଈଶ୍ୱର ସମସ୍ତ କିଛି ସାଧନ କରିପାରନ୍ତି। ଏହା ହେଉଛି ଈଶ୍ୱର ଯେ କି ପାଗକୁ ପ୍ରସ୍ତୁତ କରନ୍ତି। ଯେଉଁ ବ୍ୟକ୍ତି ପାଣିପାଗ ବିଷୟରେ ସୂଚନା ଦିଏ, ସେ ପାଗକୁ ପ୍ରସ୍ତୁତ କରେ ନାହିଁ। ଆଉ ଏହାର ପ୍ରମାଣ ହେଉଛି ସେ ସଦାବେଳେ ସଠିକ୍ ସମ୍ବାଦ ଦେଇପାରେ ନାହିଁ, କାରଣ ସେ ଈଶ୍ୱରଙ୍କ ସହିତ ସମ୍ପର୍କ ରଖେ ନାହିଁ। କିନ୍ତୁ ସମସ୍ତ ପ୍ରକାର ବୈଜ୍ଞାନିକ ଉପକରଣ ସହିତ ସମ୍ପର୍କ ରଖେ ଓ ପ୍ରତ୍ୟେକ ମୁହୂର୍ତ୍ତରେ ସେ ଏକ ଆନୁମାନିକ ତଥ୍ୟ ଆଣି ଉପସ୍ଥାପିତ କରେ। ମାତ୍ର ପ୍ରକୃତରେ
ଈଶ୍ୱର ପାଣିପାଗକୁ ପ୍ରସ୍ତୁତ କରନ୍ତି ଓ ସେହିସବୁକୁ ନିୟନ୍ତ୍ରଣ କରନ୍ତି, ଯାହାକି ମନୁଷ୍ୟର ଜ୍ଞାନର ପରିସୀମାର ବାହାରେ, କାରଣ ସେ ହେଉଛନ୍ତି ସୃଷ୍ଟିକର୍ତ୍ତା। ସେ କେବଳ ପାଣିପାଗକୁ ପ୍ରସ୍ତୁତ କରନ୍ତି ନାହିଁ, ମାତ୍ର ଏଥିସହିତ ସେ ତାହାଙ୍କର ପସନ୍ଦ ଅନୁଯାୟୀ ତାହାଙ୍କର ସୃଷ୍ଟିକୁ ନିୟନ୍ତ୍ରଣ କରନ୍ତି, ପାଗକୁ ନିୟନ୍ତ୍ରଣ କରନ୍ତି, ଋତୁକୁ ନିୟନ୍ତ୍ରଣ କରନ୍ତି, ସବୁ ବିଷୟକୁ ସେ ନିୟନ୍ତ୍ରଣ କରନ୍ତି। ହୋଇପାରେ ଆପଣ ଏହା ପସନ୍ଦ କରି ନପାରନ୍ତି, ତେବେ ଆପଣ ଏହା ପସନ୍ଦ କରନ୍ତୁ ବା ନ କରନ୍ତୁ, ଆପଣ ଏହି ସୃଷ୍ଟିରୁ ବା ଈଶ୍ୱରଙ୍କ ଇଚ୍ଛାରୁ ବାହାରକୁ ଯାଇପାରିବେ ନାହିଁ, କାରଣ ଏହା ହେଉଛି ଈଶ୍ୱରଙ୍କର ସୃଷ୍ଟି। ଆଉ ଆପଣ ଯଦି ଏଥିରେ ସନ୍ତୁଷ୍ଟ ନୁହନ୍ତି, ତାହେଲେ ମୋର ଅନୁରୋଧ, ଆପଣ କୌଣସି ପ୍ରକାରେ ଏହି ସୃଷ୍ଟି ସହିତ ନିଜକୁ ଖାପ ଖୁଆଇବା ନିମନ୍ତେ ଚେଷ୍ଟା କରନ୍ତୁ ଓ ସୃଷ୍ଟିକର୍ତ୍ତାଙ୍କୁ ଗ୍ରହଣ କରନ୍ତୁ, କାରଣ ସେ ମଧ୍ୟ ଆଜି ମନୁଷ୍ୟମାନଙ୍କର ମୁକ୍ତିଦାତା। ଆମ୍ଭମାନଙ୍କର ଅନେକ ପ୍ରଶ୍ନ ରହିଅଛି, ଯାହାକି ଈଶ୍ୱର ତହିଁର ଉତ୍ତର ଦେଇନାହାନ୍ତି। ଆଉ ସିଧାସଳଖ କହିବାକୁ ଗଲେ ଈଶ୍ୱରଙ୍କୁ ଆମମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ପଡ଼େ ନାହିଁ। ସେ ଆମମାନଙ୍କୁ ତାହାଙ୍କ ଉପରେ ଭରସା ରଖିବାକୁ କହନ୍ତି ଓ ଏକ ବିଶ୍ୱାସର ଜୀବନଯାପନ କରିବାକୁ କହନ୍ତି। ଆମମାନେ ତାହାଙ୍କର ଆଦେଶ ଅନୁଯାୟୀ, ତାହାଙ୍କର ଇଚ୍ଛା ଅନୁଯାୟୀ ପରିଚାଳିତ ହେବାକୁ ଅଛି, କିନ୍ତୁ ସେ ଆମମାନଙ୍କର ଇଚ୍ଛା ଅନୁଯାୟୀ ପରିଚାଳିତ ହେବାକୁ ନୁହେଁ। ଅନେକ ସମୟରେ ଆମମାନେ ତାହା ଭୁଲ କରୁ। ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ, ପ୍ରଭୁ ତୁମର ଇଚ୍ଛା ସଫଳ ହେଉ, କିନ୍ତୁ ତାର ମଧ୍ୟରେ ଆମମାନଙ୍କର କ'ଣ ମନରେ ଥାଏ? ମୋର ଏଇ ଇଚ୍ଛା ଅଛି, ପ୍ରଭୁ ଏହା ପୂରଣ କରିଦିଅନ୍ତେ କି? କିନ୍ତୁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରଭୁଙ୍କ ଉପରେ ନିର୍ଭର କରିପାରୁନା। ଆମେ ପ୍ରାର୍ଥନା କରୁ ଯେପରି ଆମମାନଙ୍କର ଇଚ୍ଛା ସହିତ ପ୍ରଭୁଙ୍କର ଇଚ୍ଛା ଯୋଗ ହୁଏ, ମାତ୍ର ଆମମାନଙ୍କର ଇଚ୍ଛା ପ୍ରଭୁଙ୍କର ଇଚ୍ଛା ସହିତ ଯୋଗ ହେବା ପାଇଁ ଆମମାନେ ପ୍ରାର୍ଥନା କରୁନା। କିନ୍ତୁ ପ୍ରଭୁଙ୍କର ଯାହା ଇଚ୍ଛା ତାହା ସେ ସାଧନ କରନ୍ତି। ଆପଣ କହିଦେଲେ ନାହିଁ, କି ମୁଁ କହିଦେଲେ ନାହିଁ, କି କୌଣସି ମନୁଷ୍ୟ କହିଦେଲେ ନାହିଁ, ସେ ତାହାଙ୍କର ଇଚ୍ଛା ଅନୁଯାୟୀ ସମସ୍ତ ବିଷୟ ଆମମାନଙ୍କ ଜୀବନରେ ସାଧନ କରିଥାନ୍ତି। କିନ୍ତୁ ଆମମାନଙ୍କୁ ତାହାକୁ ମାନି ନେବାକୁ ହେବ, ଗ୍ରହଣ କରିବାକୁ ହେବ। ଏହାପରେ 135 ପର୍ବର 15 ପଦରୁ 18 ପଦ ମଧ୍ୟରେ ଏହିପରି ଲେଖା ଅଛି, ଅନ୍ୟ ଦେଶୀୟମାନଙ୍କ ପ୍ରତିମା ସବୁ ରୂପା ଓ ସୁନା ମନୁଷ୍ୟର ହସ୍ତକୃତ କର୍ମ ଅଟେ। ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ। ସେମାନଙ୍କର ଚକ୍ଷୁ ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ। ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ। କେବଳ ସେମାନଙ୍କ ମୁଖରେ ନିଶ୍ୱାସ ପ୍ରଶ୍ୱାସ ନାହିଁ। ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ନିର୍ଭରକାରୀ ପ୍ରତ୍ୟେକ ସେମାନଙ୍କ ତୁଲ୍ୟ ହେବେ। ଦେଖନ୍ତୁ, ଏଠାରେ ସେ ପ୍ରକାଶ କରନ୍ତି ଯେ ଈଶ୍ୱର ସମସ୍ତ ଦେବାଦେବୀଙ୍କଠାରୁ ମହାନ ଈଶ୍ୱର ଓ ଜୀବନ୍ତ ଈଶ୍ୱର। ତେଣୁକରି ସେ ପ୍ରଶଂସା ପାଇବା ନିମନ୍ତେ ଏକମାତ୍ର ଯୋଗ୍ୟ ଈଶ୍ୱର। ପ୍ରିୟ ବନ୍ଧୁ, ଆପଣ ଆପଣଙ୍କର ଈଶ୍ୱରଙ୍କ ପରି ହେବାକୁ ଯାଉଅଛନ୍ତି। ଆପଣ କ'ଣ ଉପାସନା କରନ୍ତି? ଆପଣ କିଛି ବିଷୟକୁ ପୂଜା କରନ୍ତି। ଏହା ସୁନା ବା ରୂପା ହୋଇପାରିଥାଏ। ଏହାକୁ ଏକ ପ୍ରତିମୂର୍ତ୍ତି ବା ପ୍ରତିମାର ଆକୃତି ଧାରଣ କରିବାକୁ ପଡ଼ିବ ନାହିଁ। ଅନେକ ଲୋକ ଆଜି ସୁନା ଓ ରୂପାକୁ ପୂଜା କରନ୍ତି। ତାହା ହେଉଛି ଲୋଭ ଓ ଆଧୁନିକ ପ୍ରତିମା ପୂଜା। ଆପଣଙ୍କର ଈଶ୍ୱର ଯାହା କିଛି ହୋଇଥାନ୍ତୁ ନା କାହିଁକି, ଏହା ଯଦି ଜୀବନ୍ତ ଓ ସତ୍ୟ ଈଶ୍ୱର ହୋଇନଥାନ୍ତି, ତାହେଲେ ତାହାର ମୁଖ ଥିଲେ ମଧ୍ୟ ସେ କଥା କହିପାରିବ ନାହିଁ। ତାହାର କର୍ଣ୍ଣ ଥିଲେ ମଧ୍ୟ ସେ ଶୁଣିପାରିବ ନାହିଁ। ତାହାର ଚରଣ ଥିଲେ ମଧ୍ୟ ସେ ଚାଲିପାରିବ ନାହିଁ। ତାହାର ହସ୍ତ ଥିଲେ ମଧ୍ୟ ସେ କିଛି କାର୍ଯ୍ୟ କରିପାରିବ ନାହିଁ। ତାହାର ଚକ୍ଷୁ ଥିଲେ ମଧ୍ୟ ସେ କିଛି ଦେଖିପାରିବ ନାହିଁ। କେବଳ ସତ୍ୟ ଓ ଜୀବନ୍ତ ଈଶ୍ୱର ହିଁ ଶୁଣିପାରିବେ, ଦେଖିପାରିବେ, କଥା କହିପାରିବେ ଓ କାର୍ଯ୍ୟ ସାଧନ କରିପାରିବେ। ତେବେ ଯେହେତୁ ଆପଣ ଆପଣଙ୍କର ଈଶ୍ୱର ପରି ହେବେ, ତେଣୁକରି ଭଲ ହେବ ଆପଣ ଯଦି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କର ଉପାସନା କରିବେ। ଆମ୍ଭେମାନେ ତାହାଙ୍କ ନାମର ଧନ୍ୟବାଦ କରିବା ଉଚିତ। ତେବେ ଦେଖନ୍ତୁ, ଗୀତ 135 ପର୍ବର
21 ପଦରେ ଏହିପରି ଲେଖା ଅଛି, ଜିରୁସାଲାମ ନିବାସୀ ସଦାପ୍ରଭୁ ସିଓନଠାରୁ ଧନ୍ୟ ହୁଅନ୍ତୁ, ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସେ ହିଁ ଏକମାତ୍ର ପ୍ରଶଂସା ପାଇବା ନିମନ୍ତେ ଯୋଗ୍ୟ। ତେଣୁ ଆମମାନେ ତାହାଙ୍କର ପ୍ରଶଂସା କରିବା ଉଚିତ। ଆମମାନେ ଈଶ୍ୱରଙ୍କୁ ଗୌରବ ଦେବା ଉଚିତ। ଆମମାନେ ଈଶ୍ୱରଙ୍କୁ ଈଶ୍ୱରଙ୍କ ସ୍ଥାନରେ ରଖି ତାହାଙ୍କୁ ମହିମାନ୍ୱିତ କରିବା ଉଚିତ। ଯଦି ଆମେ ଈଶ୍ୱରଙ୍କୁ ଈଶ୍ୱରଙ୍କ ସ୍ଥାନରେ ନ ରଖି ତାହାଙ୍କର ଉପାସନା କରୁ, ତାହେଲେ ତହିଁରେ କିଛି ଲାଭ ନାହିଁ। ଆସନ୍ତୁ ଏହାପରେ ଗୀତ 136 ପର୍ବ ମଧ୍ୟକୁ ଯିବା। ଏହି ଗୀତରେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ଈଶ୍ୱରଙ୍କ ଦୟା ନିମନ୍ତେ ତାହାଙ୍କର ଧନ୍ୟବାଦ, ଅର୍ଥାତ୍ ସୃଷ୍ଟିରେ ତାହାଙ୍କର ଦୟା, ଉଦ୍ଧାରର କାର୍ଯ୍ୟରେ ତାହାଙ୍କର ଦୟା, ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାରେ ତାହାଙ୍କର ଦୟା ଓ ଭବିଷ୍ୟତର ଗୌରବ ନିମନ୍ତେ ତାହାଙ୍କର ଦୟା। ତେବେ ଗୀତ 136 ପର୍ବର ପ୍ରଥମ 9 ପଦ ମଧ୍ୟରେ ସୃଷ୍ଟି ମଧ୍ୟ ଦେଇ ସୃଷ୍ଟିକର୍ତ୍ତା ହିସାବରେ ତାହାଙ୍କର ଦୟାକୁ ପ୍ରକାଶ କରାଯାଇଅଛି, ଯେଉଁଥିପାଇଁ ସେ ଧନ୍ୟବାଦ ପାଇବା ନିମନ୍ତେ ଯୋଗ୍ୟ ପରମେଶ୍ୱର। କାରଣ ସେ ଦୟାରେ ମହାନ ଈଶ୍ୱର। ପ୍ରଭୁଙ୍କର ଦୟା ପ୍ରଚୁର ଓ ତାହାଙ୍କର ଦୟା କେବେ ହେଲେ ଉଣା ହୁଏ ନାହିଁ। ଏହି ଗୀତର ପ୍ରତ୍ୟେକଟି ପଦ ଈଶ୍ୱରଙ୍କର ଦୟାର ବିଷୟକୁ ପ୍ରକାଶ କରେ। ଏହା ଈଶ୍ୱରଙ୍କର ଦୟାକୁ ମହିମାନ୍ୱିତ କରେ। ଏଫେସୀୟ 2 ପର୍ବର 4 ପଦରେ ପାଉଲ କହନ୍ତି, ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାର ସାଗର ଯେ ଈଶ୍ୱର ସେ ଆମମାନଙ୍କୁ ଯେଉଁ ମହାପ୍ରେମରେ ପ୍ରେମ କଲେ, ମୁଁ ଈଶ୍ୱରଙ୍କଠାରୁ ଦୟା ଚାହେଁ, ଆଉ ସେ ଏଥିରେ ଧନୀ। ଏପରିକି ମୁଁ ଏପରି ଅନେକ ପତ୍ର ପାଏ ଯେଉଁଥିରେ ଶ୍ରୋତାମାନେ ଲେଖିଥାନ୍ତି, ମୁଁ ପାପ କରିଅଛି, ଆଉ ସେମାନେ ପଚାରିଥାନ୍ତି, ଆପଣ କ'ଣ ଭାବୁଛନ୍ତି ଈଶ୍ୱର ମୋତେ କ୍ଷମା କରିବେ? ପ୍ରିୟ ବନ୍ଧୁ, ସେ ଦୟାରେ ମହାନ। ଆପଣ କେବେ ତାହାଙ୍କୁ ଜଣାଇଛନ୍ତି? ଆପଣ ଯଦି ପ୍ରକୃତିରେ ପାପ କ୍ଷମା ଚାହାନ୍ତି, ତାହେଲେ ସେ ଆପଣଙ୍କୁ କ୍ଷମା ଦେବେ, କାରଣ ସେ ତାହାଙ୍କର ଦୟାନୁସାରେ ଆମମାନଙ୍କ ସହିତ ବ୍ୟବହାର କରିଥାନ୍ତି। ତେବେ ଏହି ଗୀତରେ ଆମେ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କର ପ୍ରଶଂସାର ବିଷୟକୁ ଲକ୍ଷ୍ୟ କରୁଛୁ। ଆଉ ଲକ୍ଷ୍ୟ କରନ୍ତୁ, ପ୍ରତ୍ୟେକ ପଦରେ ଲେଖା ଅଛି, କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ପରବର୍ତ୍ତୀ ବିଭାଗରେ ଆମେ ଇସ୍ରାଏଲକୁ ସେହି ମିଶ୍ରର ଦାସତ୍ୱ ବନ୍ଧନରୁ ମୁକୁଳାଇ ଆଣିବାରେ ଈଶ୍ୱରଙ୍କର ଦୟାକୁ ଲକ୍ଷ୍ୟ କରିବାକୁ ପାରୁ। ଆଉ ଈଶ୍ୱରଙ୍କର ଉଦ୍ଧାରର ପ୍ରତିଟି ପଦକ୍ଷେପରେ ସେ ଏହିପରି ପୁନରାବୃତ୍ତି କରନ୍ତି, କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ସେ ସେମାନଙ୍କୁ ସେମାନଙ୍କ ଦେଶ ଦେବାରେ ଈଶ୍ୱରଙ୍କର ଦୟାକୁ ସମାପ୍ତ କରନ୍ତି। ଗୀତ 136 ପର୍ବର 10 ପଦରୁ 21 ପଦ ମଧ୍ୟରେ ମିଶ୍ରର ଦାସତ୍ୱ ବନ୍ଧନରୁ ଇସ୍ରାଏଲକୁ ଉଦ୍ଧାର କରିବାରେ ତାହାଙ୍କର ଦୟା ଓ ଶତ୍ରୁ ହସ୍ତରୁ ପ୍ରତ୍ୟେକ କ୍ଷେତ୍ରରେ ଉଦ୍ଧାର କରିବାରେ ତାହାଙ୍କର ଦୟାକୁ ସ୍ମରଣ କରି ତାହାଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଉତ୍ସର୍ଗ କରାଯାଇଅଛି। ଗୀତ 136 ପର୍ବର 21ରୁ 26 ପଦ ମଧ୍ୟରେ ଈଶ୍ୱର ଇସ୍ରାଏଲକୁ ସେମାନଙ୍କ ଦେଶ ଅଧିକାର ସ୍ୱରୂପେ ପ୍ରଦାନ କରାଇବାରେ ସମାପ୍ତ ହୋଇଅଛି, ଯାହାକି ତାହାଙ୍କର ଅସୀମ ଦୟା ତଥା ଅନୁଗ୍ରହର ବିଷୟକୁ ପ୍ରକାଶ କରେ, ଯେଉଁଥିପାଇଁ ସେ ଧନ୍ୟବାଦ ପାଇବା ନିମନ୍ତେ ଯୋଗ୍ୟ ପରମେଶ୍ୱର। ସେ ଯେ କେବଳ ଇସ୍ରାଏଲ ପ୍ରତି ଅନୁଗ୍ରହ ପ୍ରକାଶ କରିଅଛନ୍ତି ତାହା ନୁହେଁ, ମାତ୍ର ଆଜି ସମଗ୍ର ମାନବଜାତି ପ୍ରତି ତାହାଙ୍କର ଅନୁଗ୍ରହ ପ୍ରକାଶ କରି ଉଦ୍ଧାର ସାଧନ କରିଅଛନ୍ତି। ସେଥିପାଇଁ ଆଜି ଆମମାନେ ମଧ୍ୟ ଅନୁଗ୍ରହର ଅଧିକାରୀ ହୋଇପାରିଛୁ ଓ ସେ ତାହାଙ୍କର ବିଶ୍ୱାସୀମାନଙ୍କ ପ୍ରତି ସମସ୍ତ ଆତ୍ମିକ ଆଶୀର୍ବାଦ ସବୁ ପ୍ରଦାନ କରିଅଛନ୍ତି, ଆଉ ତାହା କେବଳ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ। ତେଣୁ ଆସୁ ସେହି ମହାନ ଦୟାଳୁ ଓ ଅନୁଗ୍ରହକାରୀ ଈଶ୍ୱରଙ୍କ ନିକଟରେ ନତମସ୍ତକ ହୋଇ ତାହାଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଓ ପ୍ରଶଂସା ରୂପ ବଳି ଉତ୍ସର୍ଗ କରି ତାହାଙ୍କୁ ଗୌରବ ଦେଉ, କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ମୁଁ ଆପଣଙ୍କ ବିଷୟରେ ଜାଣେ ନା, କିନ୍ତୁ ମୁଁ ପୁନର୍ବାର ପ୍ରଭୁଙ୍କର ପ୍ରଶଂସା କରେ। ଆମମାନଙ୍କର ଈଶ୍ୱର କେତେ ଚମତ୍କାର! ତାହାଙ୍କ ସମ୍ମୁଖରେ ନତମସ୍ତକ ହୋଇ ତାହାଙ୍କର ଉପାସନା କରନ୍ତୁ, କାରଣ ସେ ପ୍ରଶଂସା ପାଇବା ନିମନ୍ତେ ଏକମାତ୍ର ଯୋଗ୍ୟ ଈଶ୍ୱର। ଆପଣ ଯେତେବେଳେ ଧୂଳିରେ ଲୁଟିଯିବେ, ସେତେବେଳେ ସେ ଆପଣଙ୍କୁ ତାହାଙ୍କର ଦୟାର ବାହୁରେ ଆବୋରି ନେବେ ଓ ସେ ଆପଣଙ୍କୁ ଉଠାଇ ନେଇ ମହିମାନ୍ୱିତ କରିବେ। ସେଦିନ ସେ ସାଉଲଙ୍କୁ ଧୂଳିରୁ ଉଠାଇ ପାଉଲରେ ପରିଣତ କଲେ। ସେହି ପ୍ରଭୁ ଆଜି ମଧ୍ୟ ଆପଣଙ୍କୁ ଧୂଳିରୁ ଉଠାଇ ଆପଣଙ୍କ ଜୀବନରେ ତାଙ୍କର ମହତ୍ ବିଷୟମାନ ସାଧନ କରିବା ପାଇଁ ଯାଉଅଛନ୍ତି। ତେଣୁ ଆସନ୍ତୁ ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ଆମମାନେ ଏହି ଜଗତରେ ତାହାଙ୍କ ସହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ। ତାହେଲେ ସେ ଆମମାନଙ୍କୁ ଜୀବନର ପ୍ରତି ଅବସ୍ଥାରେ ସୁରକ୍ଷା ଦେଇ ଆମମାନଙ୍କୁ ତାହାଙ୍କର ଇଚ୍ଛା ଅନୁଯାୟୀ କଢ଼ାଇ ନେବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।